ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଆଡ଼ିରୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିଲେ। 2014ରୁ 2019 ପର୍ଯ୍ୟନ୍ତ ସେ ବିଧାନସଭାରେ ବିଧାୟକ ଥିଲେ। ଗତକାଲି ତାଙ୍କର ଭୁବନେଶ୍ୱରରେ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ତାଙ୍କର ଦେହାନ୍ତ ହେଇଛି। ଦେବେନ୍ଦ୍ର ଶର୍ମା ତାଙ୍କ କ୍ୟାରିୟର ମାନେ ରାଜନୀତି କ୍ୟାରିୟରରୁ ହିଁ ସେ ରାଜନୀତି ମାନେ ଯୁବକ ଅବସ୍ଥାରୁ ହିଁ ସେ ରାଜନୀତିକୁ ଆସିଥିଲେ। ବ୍ଲକରେ ଚେୟାରମ୍ୟାନ୍ ଥିଲେ ଏବଂ ରାଜନୀତି କ୍ଷେତ୍ରରେ ଲୋକଙ୍କର ସେବା କରିବା, ଓଡ଼ିଶାକୁ ଆଗେଇ ନେବା, ଏ ଅନେକ ତାଙ୍କର ଯୋଜନା ଭିତରେ ସେ ସମ୍ପୂର୍ଣ୍ଣ ଭାବରେ ରାଜନୀତିରେ ଓହ୍ଲେଇଥିଲେ ଏବଂ 2014ରୁ 2019 ଭିତରେ ମଧ୍ୟ ବିଧାନସଭାରେ ଅନେକ ଆଡ଼ିର ସମସ୍ୟା ସହିତ ଓଡ଼ିଶାର ବିଭିନ୍ନ ସମସ୍ୟାକୁ ଉପସ୍ଥାପିତ କରିବା, ଲୋକଙ୍କର ସେବା କରିବା ନିରନ୍ତର ଭାବରେ କରିଥିଲେ। ଯେଉଁ ତାଙ୍କର ଦେହାନ୍ତ ହେଇଛି, ଦୁଃଖଦ ତାଙ୍କର ଦେହାନ୍ତରେ ନିଶ୍ଚିତ ଭାବରେ ମୁଁ ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ତାଙ୍କ ଆତ୍ମାର ସଦ୍ଗତି କାମନା କରୁଛି ଏବଂ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କ ପରିବାରର ଶୋକ ସନ୍ତପ୍ତ ପରିବାରରେ ବି ସୁଖ ଆସୁ, ଆନନ୍ଦ ଆସୁ ଏବଂ ସେମାନଙ୍କର ଭବିଷ୍ୟତ କାମନା କରୁଛି।